ସେ 5ଟାରେ ଆମେ ବାହାରି ଯାଇଥିଲୁ ମୋ ମାମୁଙ୍କ ଝିଅଙ୍କ ଘରକୁ। ପହଞ୍ଚିକି ଆମେ ଟିକେ ଥଣ୍ଡା ପିଇ ଦେଇଥିଲୁ। ପହଞ୍ଚୁ ଆମକୁ ଟିକେ ଅନ୍ଧାର ହେଇଯାଇଥିଲା। ତାପରେ ଦେଖନ୍ତୁ ଏପଟେ ବସିକି ଆମେ ଦୁଇ ଭଉଣୀ ଆଉ ଝିଆରୀ ବସିକି ଗପସପ ହଉଥିଲୁ। ଆଉ ଏପଟେ ଦି ସଡୁ ସେପଟେ ସିଏ ଦୁଃଖ ସୁଖ ଚାଲିଥିଲା। ଯେହେତୁ ଗଡବାଣୀ କିଲୋ ପାଖରେ ରାମଲୀଳା ହଉଛି, ସଡୁ ତାଙ୍କର ବାହାରି ଯିବେ ନାଚ। ଭାଇଜାକ ଜଣେ ଡ୍ରେସ୍ ପିନ୍ଧେ ଆଉ ଜଣେ ପେଣ୍ଟିଂ କରିବେ। ମୁଁ ଯିବି ବୋଲି ମୋ ଭଉଣୀ ବୋଧେ ଜାଣି ଦେଇଥିଲା। ସେଥିପାଇଁକା ଦେଖ ପଣସ ବହୁତ ସାରା ଆଣିଥିଲା। ମୁଁ କହିଲି ଏତେ ପଣସ କଣ ହବ, 2ଟା ପଣସ ଦିଏ। ଆଉ ଏପଟେ ତ ଶାଳୀ ଭିଣେଇଙ୍କର ଦୁଃଖ ସୁଖ ସରିନି, କହିଲେ ନ ସରି। ଆଜି ରହିଯା ବୋଲି ମୋ ଭଉଣୀ ମତେ କହୁଥାଇ। ଗତ ଭିଡିଓରେ ବାହାଘରରେ ଦେଖିଥିବ ଆମ ଭଉଣୀ ପଞ୍ଜାଙ୍କୁ। ଏବେ ତ ଦେଖ ଆମ୍ବ ବି ହେଇଥିଲା, ଆମ୍ବ ବି ମୁଁ ଯୋଡ଼େ ଖାଇ ଦେଇଥିଲି। ଏପଟେ ଟିକେ ଫଟୋ ଫଟୋ ନେଇ ଯାଇଥିଲୁ। ଗୋଟେ ତା ଭଣଜା ଭାଣେଜୀ ଆଉ ସବୁ ବାରିକ ବାଟ ଖୋଲିକି ବସିଛନ୍ତି, ପବନ ଖାଉଛନ୍ତି। ବି ତାଙ୍କ ଦୁଃଖ ସୁଖ ସରୁନି। ଏଇ ପଣସ ନେଲେ କଣ କରିବୁ? ମୁଁ କହିଲି ପଣସ ନେଲେ ଫାଷ୍ଟ ପିଠଉ କରିବି, ତାପରେ ହିଁ ତରକାରୀ ଗୋଟେ କରିବି। te କହି ଆମେ ବାହାରି ଆସିଥିଲୁ। ଏବେ ନୋଧାଚୁଆଠି ପହଞ୍ଚିକି ଆଙ୍କୁ ବହୁତ ଜୋରେ ଭୋକ ହେଇଥିଲା। କହିଲେ ମୁଁ ଟିକେ ବରା ଖାଇଦେବି। ମୁଁ କହିଲି ନା ନା, ମୁଁ ତ କିଛି ଖାଇବିନି। ଭାଇଙ୍କ ଦୋକାନରେ ଆଜି ବାହାଘର ପାଇଁକା ତାଙ୍କର ପ୍ୟାକିଂ ଚାଲିଥିଲା। ସାରିକି ଆମେ ସୁନାଖଳାରେ ପହଞ୍ଚି ଯାଇଥିଲୁ। ମୋ ସ୍ୱାମୀଙ୍କର ଟିକେ ଅନଲାଇନ କାମ ଥିଲା। କାମ ସାରିକି ଆମେ ଘରକୁ ପଳେଇ ଆସିଥିଲୁ। ଫୋନ କରିଥିଲା, ମାମା ମୋର ଆଜି ଭୋଜି ଅଛି। କଣ ପାଇଁକା? ମାମା ମୋର ପରା କାଲି ଜନ୍ମଦିନ। ମୁଁ କହିଲି ଆରେ କାଲି ତ ଜନ୍ମଦିନ ମୁଁ ଜାଣିଛି,